ବହୁତ ବର୍ଷ ପୂର୍ବରୁ ଓଡ଼ିଶାର ଗୋଟିଏ ଛୋଟ ସୁନ୍ଦର ଗାଁ ଥିଲା। ଗାଁଟିର ଚାରିପାଖରେ ସବୁଜ ଧାନ କ୍ଷେତ, ନଡ଼ିଆ ଗଛ, ଆମ୍ବ ବଗିଚା ଓ ଛୋଟ ଛୋଟ ପୋଖରୀ ଥିଲା। ସକାଳେ ପକ୍ଷୀମାନଙ୍କର ମଧୁର ସ୍ୱରରେ ସମସ୍ତ ଗାଁ ମୁଖରିତ ହୋଇ ଯାଉଥିଲା। ଗାଁର ଲୋକମାନେ ଖୁସିରେ ରହୁଥିଲେ। ସେମାନେ ଚାଷ କରୁଥିଲେ, ପଶୁପାଳନ କରୁଥିଲେ ଓ ସନ୍ଧ୍ୟାବେଳେ ଗାଁ ମଝିର ବଡ଼ ବଟ ଗଛ ତଳେ ବସି କଥାବାର୍ତ୍ତା କରୁଥିଲେ। ସେହି ଗାଁରେ ଗୋଟିଏ କାଉ ରହୁଥିଲା। ସମସ୍ତେ ତାକୁ କାଳିଆ କାଉ ବୋଲି ଡାକୁଥିଲେ। କାଳିଆ ବହୁତ ବୁଦ୍ଧିମାନ ଓ ଚତୁର ଥିଲା। ଅନ୍ୟ କାଉମାନେ ଯେଉଁଠି କେବଳ ଖାଦ୍ୟ ଦେଖୁଥିଲେ, କାଳିଆ ସବୁବେଳେ ଭାବି ଚିନ୍ତି କାମ କରୁଥିଲା। ସେ କେବେ ଝଗଡ଼ା କରୁନଥିଲା ଓ ଛୋଟ ପକ୍ଷୀମାନଙ୍କୁ ସହଯୋଗ କରୁଥିଲା। ଗୋଟିଏ ବର୍ଷ ଗାଁରେ ଭୟଙ୍କର ଖରା ପଡ଼ିଲା। ବର୍ଷା ହେଲା ନାହିଁ। ନଦୀମାନେ ଶୁଖିଗଲା, ପୋଖରୀରେ କାଦ ଛଡ଼ା କିଛି ନଥିଲା। ଗାଁର ଚାଷୀମାନେ ଚିନ୍ତାରେ ପଡ଼ିଗଲେ। ପଶୁପକ୍ଷୀମାନେ ପାଣି ପାଇଁ ଏପଟେ ସେପଟେ ଘୁରୁଥିଲେ। ଦିନ ସକାଳେ କାଳିଆ ତାର ବସାରୁ ବାହାରିଲା। ସୂର୍ଯ୍ୟ ଆକାଶରେ ଆଗୁଆ ଚଢ଼ି ଯାଇଥିଲା। ଗରମ ପବନ ବହୁଥିଲା। କାଳିଆର ଗଳା ଶୁଖି ଯାଉଥିଲା। ସେ ପ୍ରଥମେ ଗାଁର ପୁରୁଣା ପୋଖରୀ ପାଖକୁ ଗଲା, କିନ୍ତୁ ସେଠାରେ କେବଳ ଶୁଖିଥିବା ମାଟି ଥିଲା। କିଛି ଗାଈ ଓ ଛେଳି ମଧ୍ୟ ସେଠାରେ ନିରାଶ ହୋଇ ରହୁଥିଲେ। କାଳିଆ କହିଲା, ହାୟ, ଏଠି ମଧ୍ୟ ପାଣି ନାହିଁ। ପରେ ସେ ଜଙ୍ଗଲ ପାଖର ଛୋଟ ଝରଣାକୁ ଗଲା, କିନ୍ତୁ ସେଠାରେ ମଧ୍ୟ ପାଣି ଶୁଖି ଯାଇଥିଲା। ଛୋଟ ହରିଣମାନେ ତରସରେ ଦୁଃଖୀ ହୋଇଥିଲେ। କାଳିଆ ଭାବିଲା, ମୁଁ ଯଦି ଏଭଳି ଘୂରିବି, ସାୟଦ ଆଜି ପାଣି ମିଳିବ ନାହିଁ। ତଥାପି ସେ ହାର ମାନିଲା ନାହିଁ। ସେ ଆକାଶ ଉଚ୍ଚରେ ଉଡ଼ି ଚାରିପାଖ ଦେଖିଲା। ଦୂରରେ ଗୋଟିଏ ପୁରୁଣା ଘର ଦେଖାଯାଉଥିଲା। ଘରଟି ବହୁତ ଦିନ ଧରି ଖାଲି ଥିଲା। ଘର ପାଖରେ କିଛି ମାଠିଆ ରଖାଯାଇଥିଲା। ତାର ମନରେ ଆଶା ଜାଗିଲା। ସେ ତୁରନ୍ତ ସେଠାକୁ ଉଡ଼ିଗଲା। ଘର ପାଖକୁ ପହଞ୍ଚି ସେ ଗୋଟିଏ ମାଠିଆ ଭିତରକୁ ଦେଖିଲା। ଭିତରେ ଟିକିଏ ପାଣି ଥିଲା। କାଳିଆ ଖୁସିରେ କାଉ କାଉ କରି ଚିତ୍କାର କଲା। କିନ୍ତୁ ତାର ଖୁସି ଅଧିକ ସମୟ ରହିଲା ନାହିଁ। ପାଣି ବହୁତ ତଳେ ଥିଲା। କାଳିଆ ଚଞ୍ଚୁ ଲମ୍ବା କରି ପାଣି ପିଇବାକୁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ। ସେ ମାଠିଆକୁ ଧକ୍କା ଦେଲା। ଭାବିଲା, ଯଦି ମାଠିଆ ଢଳିଯାଏ ପାଣି ବାହାରିଯିବ, କିନ୍ତୁ ମାଠିଆ ଭାରି ଥିବାରୁ ହଲିଲା ନାହିଁ। କାଳିଆ ବହୁତ ଥକି ଯାଇଥିଲା। ସେ ନିରାଶ ହୋଇ ପାଖର ଗଛ ଡାଳରେ ବସିଲା। ତାର ମନେ ହେଉଥିଲା, ଏତେ ନିକଟରେ ପାଣି ଥିଲେ ମଧ୍ୟ ମୁଁ ପିଇ ପାରୁନାହିଁ। ସେତେବେଳେ ହଠାତ୍ ତାର ଆଖି ପାଖରେ ପଡ଼ିଥିବା ଛୋଟ ଛୋଟ ପଥର ଉପରେ ପଡ଼ିଲା। ସେ କିଛି ସମୟ ଚିନ୍ତା କଲା। ପରେ ତା ମନରେ ଗୋଟିଏ ଭଲ ବୁଦ୍ଧି ଆସିଲା। ସେ ଖୁସିରେ କହିଲା, ଆହା, ମୁଁ ଯଦି ଏହି ପଥରମାନେ ମାଠିଆ ଭିତରେ ପକାଏ, ପାଣି ଉପରକୁ ଆସିପାରେ। ସେ ତୁରନ୍ତ କାମ ଆରମ୍ଭ କଲା। ଗୋଟେ ଗୋଟେ କରି ପଥର ଉଠେଇ ମାଠିଆ ଭିତରେ ପକାଇଲା। ପଥର ପଡ଼ିବା ସହିତ ପାଣି ଅଳ୍ପ ଅଳ୍ପ ଉପରକୁ ଆସୁଥିଲା। କିନ୍ତୁ କାମଟି ସହଜ ନଥିଲା। ଗରମ ବହୁତ ଥିଲା। କାଳିଆ ଶରୀରରେ ଥକି ଯାଇଥିଲା, ତଥାପି ସେ ରୁକିଲା ନାହିଁ। ସେତେବେଳେ ଗୋଟେ ଚଢ଼େଇ ଆସି ପଚାରିଲା, କାଳିଆ ଭାଇ, ତୁମେ କଣ କରୁଛ? ମୁଁ ପାଣିକୁ ଉପରକୁ ଆଣୁଛି। ଚଢ଼େଇ ହସି କହିଲା, ପଥର ପକାଇଲେ ପାଣି କେମିତି ଉପରକୁ ଆସିବ? କିଛି କହିଲା ନାହିଁ। ସେ କେବଳ ତାର କାମ କରୁଥିଲା। କିଛି ସମୟ ପରେ ପାଣି ସତରେ ଉପରକୁ ଆସିବା ଆରମ୍ଭ କଲା। ଏହା ଦେଖି ଚଢ଼େଇ ଆଶ୍ଚର୍ଯ୍ୟ ହୋଇଗଲା। ସେ କହିଲା, ବାଃ, ତୁମେ ସତରେ ବହୁତ ବୁଦ୍ଧିମାନ। କାଳିଆ ହସିଲା ଓ ପଥର ପକାଇବା ଜାରି ରଖିଲା। ଶେଷରେ ପାଣି ଏତେ ଉପରକୁ ଆସିଲା ଯେ କାଳିଆ ସହଜରେ ପାଣି ପିଇ ପାରିଲା। ସେ ଲମ୍ବା ସମୟ ଧରି ଥଣ୍ଡା ପାଣି ପିଇଲା। ତାର ସମସ୍ତ ଥକାସ ଦୂର ହୋଇଗଲା। ପିଇ ସେ ଖୁସିରେ ଆକାଶକୁ ଉଡ଼ିଗଲା। ସେହି ଦିନରୁ ଗାଁର ସମସ୍ତ ପକ୍ଷୀ କାଳିଆର ବୁଦ୍ଧିର କଥା କହୁଥିଲେ। ଛୋଟ ପକ୍ଷୀମାନେ ତାଠାରୁ ଶିଖିଥିଲେ ଯେ କେବଳ ମଧ୍ୟ କଷ୍ଟ ସମୟରେ ହାର ମାନିବା ଉଚିତ ନୁହେଁ। କାଳିଆ ତାର ବସାରେ ବସି ଆକାଶର ତାରାମାନଙ୍କୁ ଦେଖୁଥିଲା। ସେ ମନେ ମନେ କହିଲା, ବୁଦ୍ଧିର ଧୈର୍ଯ୍ୟ ଥିଲେ ଯେକୌଣସି କଷ୍ଟର ସମାଧାନ ମିଳେ। ସମସ୍ତ ପଶୁପକ୍ଷୀ ଗୋଟିଏ ଜାଗାରେ ଆସି ମିଟିଂ କଲେ। ବାଘ କହିଲା ଓ ସମସ୍ତେ ଶୁଣୁଥିଲେ, ଧୈର୍ଯ୍ୟ, ପରିଶ୍ରମ ଓ ବୁଦ୍ଧି ଥିଲେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇଯାଏ। ଏହି କାହାଣୀ ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ କରି ରଖିଥିବେ। ଶୁଣିଲ ତ ପିଲାମାନେ, ଆଜିର କାହାଣୀ ପରିଶ୍ରମ କଲେ ପରିଶ୍ରମର ମିଠା ମିଳେ।
খেতে দিন হাত মানিবা না